तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्कार दर्शक बंधु, प्रार्थना लाइव भिन्न स्वादर शिक्षा भित्तिक जुगोपयोगी नूतन कार्यक्रम प्रज्ञा पुराणर पवित्र अगणा को आपण मानकर दिव्य चेतना को सुस्वागत। दर्शक बंधु, आज सुंदर कथाटीए आमे शुणिबा। बासनार विष अत्यंत भयंकर। आज्ञा जो काम बासना तो हाँ आज्ञा आपन जोटा कहले विषाक्त सत कथा। आज्ञा ये जिनसटा कलिजुग बेसी मात्रा चली जो जगह सेटा मिलू सी भल तारी पछरे गोड़े चलिए से दर्शक बंधु, छोटिया पिलाटे हेले भी मन भीतर आसला कामनार विष भयंकर, यह निराट सत्य। किंतु आजी काली जो पटेरे सेई जीवनर सेई गति पथ अच्छी मनीष बेसी सेई पटे दौड़ुची। या कहू जेमिति महुमाछी टे फूल पाखु धाई जाए मोह पई, बस एमाने खाली धाउ नाथी, एमाने माछी भलिया से गुड भितरे छटा जाक गोड़ को भर्ती करी लेपेटी जीवन को सारी दौरान। दर्शक बंधु, प्रज्ञा पुराण रे पुंखानुपुंख भाव रे मनीष पाई कौन आवश्यकता अच्छी धौम्य ऋषि बुझे ता भीतर जेतिकी आम पाई प्रযোज्य आमे सेतिकी आपनक पाखरे रखुछु। जेतबेले धौम्य ऋषि कहउचंदी आमे शुणुथिले आगुरु जे विवाह काहींकी करिबा आउ जो मानक भितरे वासना को जदि बांधी रखिबार तृप्त करिबार भावना सृष्टि नहला ताले से वासनार विषटा केते भयंकर हेई पारे। आज से कथा मध्य उदाहरण कहउचंदी। आमे समस्ते जानी चंदी राजा नहुष जहाँकर एते तपबल थला जे स्वर्ग को जाइथिले, किंतु सेही स्वर्गरु अभिशाप पाई जी अजगर हेइथिले। सेही नहुशंकर 6टी पुत्र थिले, 6 पुत्र जति जजाति संजाति आयति बियति कृति 6टी संतान थिले। से संतान मानक भितरु सबुठुरु श्रेष्ठ थिले बा जो जहाँक भितर ज्ञान थिला से होचंदी जजाति। तांकरी कथा को आज उदाहरण रूपे आज कहउचंदी। कौन कहउचंदी से आगे केमिति मनीष जदि तार काम वासना को सी आत्मनिग्रह करिक न रखिला तार परिस्थिति कौन हम ये कहउचंती कले प्रयोजनेषु दिव्येषु योजयन्ते परं नहि आत्मनिग्रहहीनैस्तु सामान्यैः शक्यते नृभिः अस्मिनायुषि लोकास्तदत्यतेऽनुभवत्यलं विवाहस्य निवार्यन्तु प्रवर्धन्ते च तत्र ते। कहउचंदी जदि पुरुष आउ नारी विवाह करि सारिला परे जदि ताको आत्मनिग्रह रे संयत न करी दिया जाए तारे कामनार विष केते भयंकर। विष तो खाइले थरे मरिबो जणे मरिबो, किंतु ये कामनार ज्वालारे कौन कौन है उदाहरण दौरान। कहते नहुशंकर पुत्र जजाति बड़ ज्ञानवान थिले, दयावंत थिले, विद्वान मध्य थिले,
କିନ୍ତୁ ସିଏ ବାସନାର ବଶବର୍ତ୍ତୀ ହୋଇଗଲେ। କ'ଣ ଘଟିଥିଲା ନା ଶୁକ୍ରାଚାର୍ଯ୍ୟଙ୍କ ଝିଅ ଦେବଯାନୀ, ତାଙ୍କର ଯିଏ ସାଙ୍ଗ ଥିଲେ ଶର୍ମିଷ୍ଠା, ସେ ଶର୍ମିଷ୍ଠା ଥିଲେ ବୃଷପର୍ବାଙ୍କର ରାଜାଙ୍କର କନ୍ୟା ରତ୍ନ। ଏ ଦି ଜଣଙ୍କ ଭିତରେ ଭଲ ସାଙ୍ଗ ଥିଲା। ଏ ଦି ଜଣ ଯାକ ଦିନେ ଏ ଦି ଜଣଙ୍କ ସହିତ ଅନ୍ୟାନ୍ୟ ବାଳିକା ମାନେ ସ୍ନାନ କରୁଛନ୍ତି। ଶିବ ପାର୍ବତୀ ସେଇପଟ ଦେଇକି ଯାଉଥିଲେ। ଏ ସମୟରେ ସମସ୍ତେ ନିଜ ନିଜର ଯେତେବେଳେ ସ୍ନାନ କରୁଥିଲେ ଭଗବାନଙ୍କୁ ଦେଖି ନିଜ ନିଜର ବସ୍ତ୍ରକୁ ସବୁ ପିନ୍ଧିବାକୁ ଲାଗିଲେ। ଶର୍ମିଷ୍ଠା ଏ ସମୟରେ କ'ଣ କଲା ଜାଣିପାରିଲା ନାହିଁ। ଦେବଯାନୀର ବସ୍ତ୍ରଟାକୁ ଆଣି ନିଜେ ପିନ୍ଧି ପକେଇଛି। ଦେବଯାନୀ ଏଇଠି ଅଧିକ ଗାଳି କଲା, କହିଲା ମୁଁ ହଉଛି ଗୁରୁପୁତ୍ରୀ, ତୁ ରାଜାର ଝିଅ ହେଲୁ ବୋଲି କ'ଣ ସ୍ଥାନ କାଳ ପାତ୍ର ଦେଖିନୁ, ମୋ କପଡ଼ା ତୁ ପିନ୍ଧିଦେବୁ, ତୋର ଏତେ ସାହସ କହିକି କ୍ରୋଧିତ ହେଲେ ସାଙ୍ଗ ସାଙ୍ଗ ଭିତରେ। ଶର୍ମିଷ୍ଠାକୁ ବି ରାଗ ଆସିଲା। ସିଏ ରାଗିକିରି ଦେବଯାନୀକି ନେଇକି କୂଅ ଭିତରେ ଠେଲି ଦେଇକି ପଳାଇଲା। ଯେତେବେଳେ କୂଅ ଭିତରେ ପକେଇଦେଲା, ସିଏ କୂଅ ଭିତରେ ଚିତ୍କାର କରୁଛି ବଞ୍ଚାଅ ବଞ୍ଚାଅ। ଏ ସମୟରେ ଯଯାତି ସେପଟରେ ଯାଉଥିଲେ। ଯଯାତି କରୁଣ କ୍ରନ୍ଦନ ଶୁଣି କୂଅ ପାଖକୁ ଆସି ଉଦ୍ଧାର କଲେ ଦେବଯାନୀକି। ଦେବଯାନୀ କହିଲା ଆଜି ପର୍ଯ୍ୟନ୍ତ ସ୍ପର୍ଶ କରିନଥିଲି କୌଣସି ପୁରୁଷଙ୍କୁ, ତୁମେ ମୋର ହାତ ଧରିଲ, ତୁମେ ମୋ ହାତକୁ ସ୍ପର୍ଶ କରିଛ ମାନେ ତୁମକୁ ହିଁ ବିବାହ କରିବି। କଥା ଦେଇଦେଲେ ବିବାହ କରିବି, କିନ୍ତୁ ସବୁ କଥା ଆସି ବାପାଙ୍କୁ କହିଲେ। ଘଟଣା ଏଇଆ ଘଟିଲା। ବାପା ଶୁକ୍ରାଚାର୍ଯ୍ୟ ଯାଇକି ରାଜାଙ୍କ ପାଖରେ ପହଞ୍ଚିଲେ। ତୁମ ଝିଅ ଏମିତି ଏମିତି କଲେ, ଭସ୍ମ କରିଦେବି, ଅଭିଶାପ ଦେଇଦେବି, କ'ଣ କରିବେ? ରାଜା କହିଲେ ଶୁଣ, ତମେ ଯାହା କହିବ ମୁଁ ରାଜି, ଯାହା ଦଣ୍ଡ ଦେବା କଥା କହିବ ମୁଁ ମାନିନେବି। ପଚାରିଲେ ଦେବଯାନୀ କି କ'ଣ ଦଣ୍ଡ ଦେଲେ ଠିକ୍ ହେବ? ଦେବଯାନୀ କହିଲା କିଛି ନାହିଁ, ମୋ ଶାଢ଼ୀ ପିନ୍ଧିଛି, ମୋତେ ନେଇ କୂଅରେ ପକେଇଛି ତି, ମୁଁ ଯାହାକୁ ବାହା ହେବି ସିଏ ମୋ ସାଙ୍ଗରେ ଦାସୀପଣରେ ଯିବ। ମାନେ କ୍ରୋଧାବଶତ କିଛି ବି ମଣିଷ କରିପାରେ। ସ୍ଥିର ହେଲା, କହିଲେ ରାଜା ହିଁ ବାହାଘର କରିବେ, ତାରି ଝିଅକୁ ଦାସୀପଣରେ ପଠେଇବେ। କଥା କ'ଣ ହେଲା? ଯେତେବେଳେ ରାଜା ବିବାହ କଲେ ଶର୍ମିଷ୍ଠା ଯିବ ଦାସୀପଣରେ, କିନ୍ତୁ ଦେବଯାନୀଙ୍କ ଠାରୁ ଦେଖିବା ପାଇଁ ଶର୍ମିଷ୍ଠା ଭାରି ସୁନ୍ଦର। ଆଜ୍ଞା। ଆଉ ଶର୍ମିଷ୍ଠା ହେଉଛି କ୍ଷତ୍ରିୟ। ଆଜ୍ଞା। ରାଜା ରାଜାକୁ ବିବାହ କରିବା କଥା, ଆଜ୍ଞା। କିନ୍ତୁ ଏଠି ରାଜକନ୍ୟା ଦାସୀପଣରେ ଯାଉଛି। ଶୁକ୍ରାଚାର୍ଯ୍ୟ କଲେ ଏ ଯଯାତି ଠିକ୍ ଅଛି, ଇଏ ଦାସୀପଣରେ ଯାଉଛି, କିନ୍ତୁ ତୋର ମନ ଯେମିତି ଦାସୀ ପ୍ରତି କେବେ ନ ବଳେ, କାମନା ବାସନାର ଲୋଭ ଯେମିତି ଦାସୀ ପ୍ରତି ନ ଆସିବ, ଆ ସାଙ୍ଗରେ ଯଦି ତମର କୌଣସି ପ୍ରୀତି ଭାବନା ରହିବ ନାହିଁ, ମନେ ରଖ ଯଦି ଏମିତି କିଛି ଘଟିଲା ତାହେଲେ ଜାଣିଥାଅ ମୁଁ ଅଭିଶାପ ଦେବି। ଦର୍ଶକ ବନ୍ଧୁ, ଶୁକ୍ରାଚାର୍ଯ୍ୟଙ୍କ କଥା ଶୁଣି ସାରିଲା ପରେ କ'ଣ ଘଟିଲା ତାପରେ ମଜା କରୁ କରୁ ଆଜି କେତେ ବଡ଼ ସଜ୍ଜା ପହଞ୍ଚିଗଲା। ସାମାନ୍ୟ ବସ୍ତ୍ର ଗୋଟିଏ ନେଇକିରି ପିନ୍ଧି ଦେଇଥିଲା ଶର୍ମିଷ୍ଠା, ଦେବଯାନୀ କେତେ କଥା କହି ପକେଇଲେ। ଜିଦ୍ଦି କଲେ ଏହାକୁ ମୁଁ ଦାସୀପଣରେ ନେବି, ଦାସୀ ନେଇକିରି ଚାଲି ଆସିଲେ। ଏଠି ଧୌମ୍ୟ ଋଷି କହୁଛନ୍ତି କାମ ବାସନା ସମସ୍ତଙ୍କ ପାଖରେ ଅଛି, ପୁରୁଷ ହଉ ନାରୀ ହଉ, ଉପଯୁକ୍ତ ସମୟରେ ତାର ଉଲ୍ଲାସ, ତାର ଉଦ୍ଦୀପନା ସିଏ ସମସ୍ତଙ୍କ ଭିତରେ ଆସିବ ହିଁ ଆସିବ। ଦେବଯାନୀ ଯେତେବେଳେ ସ୍ୱାମୀ ସହିତ ରହିଲା, ଶର୍ମିଷ୍ଠା ସେହି ସମୟରେ ତାଙ୍କ ପାଖରେ ଦାସୀପଣରେ ରହିଲା। ଶର୍ମିଷ୍ଠା ଭିତରେ ବି ସେ ଭାବନା ଆଇଲା, ମୁଁ ରାଜାର କୁମାରୀ, ମୁଁ ରାଜକୁମାରୀ ଏଇ ଦାସୀପଣରେ ରହିବି, ଇଏ ଜଣେ ରାଜା। ଯଯାତି ମଧ୍ୟ ଆକୃଷ୍ଟ ହେଇଗଲେ ଶର୍ମିଷ୍ଠାଙ୍କର ଭାବ ଦେଖି, ତାଙ୍କ ପ୍ରତି ବି ତାଙ୍କର ମନ ବଳି ପଡ଼ିଲା। ଦର୍ଶକ ବନ୍ଧୁ, ଏଇଠି ପ୍ରଜ୍ଞା ପୁରାଣରେ ଗପ କହିବା ପାଇଁ କୁହାଯାଇନି। କ'ଣ କହୁଛନ୍ତି? ଯଦି ଆପଣ ବାସନାକୁ, କାମନାକୁ ଆତ୍ମ ନିଗ୍ରହ କରି ରଖି ନ ପାରିବେ, ସେ କୋଉଠି ବି କୋଉଠି ପହଞ୍ଚିଯିବ।
ପାଇଁ ଆତ୍ମ ସଂଯମତା ଦରକାର। ଖାଲି ପାଟିରେ କହିଲେ ସଂଯମ ହବ ନାହିଁ। ସଂଯମ ପାଇଁ ଆହାରରୁ ନେଇକିରି ବିଚାରରୁ ନେଇକିରି ଇନ୍ଦ୍ରିୟକୁ ସଂଯମ କରିବାକୁ ପଡ଼ିବ। ସେ ସଂଯମତା ଭାବନା ଯଜାତିଙ୍କ ପାଖରେ ନଥିଲା। ଆଜି ସଂସାରରେ ଅନେକ ପୁରୁଷ ଅଛନ୍ତି, ଘରେ ଗୋଟିଏ ସ୍ତ୍ରୀ ଥିବ, ସିଏ ଯଜାତି ଭଳି କାମାନ୍ଧ ହେଇଯାଇଥିବେ। ନିଜ ସ୍ତ୍ରୀ ଘରେ ଥାଉ ତାକୁ ଛୁପିକିରି ଆଉ କୁଆଡ଼େ ଯାଉଥିବେ। ଆଜ୍ଞା ବହୁତ ଲୋକ ଅଛନ୍ତି ସେମିତିଆ। ହଁ, ସେଇଥିପାଇଁ ତ ଏଇ ପ୍ରଜ୍ଞା ପୁରାଣରେ ଗୋଟେ ଖାଲି ଉଦାହରଣ ଦିଆହେଇଛି। କିନ୍ତୁ ଆମମାନଙ୍କୁ କୁହାଯାଉଛି ଯେତେ ଜଣ ତମ କାମ ବାସନାକୁ ଗୋଟାଇ ପାଖରେ ପୂର୍ତ୍ତି ନ କରି ଅନେକ ପାଖକୁ ଚାହାନ୍ତି, ଏଇଭଳି ଯଜାତିଙ୍କ ଭଳି ଏଣ୍ଡୁଅ ଜୋନି ପାଇବ। ନାଇଁ ଆଜ୍ଞା ଏଇଟା ମିଛ କଥା। ଆରେ ମିଛ କଥା କ'ଣ? ମରିସାରିଲା ପରେ କିଏ ଏଣ୍ଡୁଅ ହେଲା ତମେ ଯିବ ପରୀକ୍ଷା କରିବା ପାଇଁ ନା କ'ଣ? ଦର୍ଶକ ବନ୍ଧୁ, ଯଜାତିଙ୍କର ଶର୍ମିଷ୍ଠା ପ୍ରତି ମନ ବଳିଗଲା। ଯେତେବେଳେ ଶର୍ମିଷ୍ଠା ଗର୍ଭବତୀ ହେଲେ, ଦେବଯାନୀଙ୍କ ପାଖରୁ 2ଟା ସନ୍ତାନ ଜନ୍ମ ହୋଇଥିଲେ। ଜଣକ ନାଁ ଥିଲା ଯଦୁ, ଆଉ ଜଣକ ନାଁ ଥିଲା ତୁର୍ବସୁ। ଏ 2 ଜଣ ଜନ୍ମ ହେଲେ, କିନ୍ତୁ ଶର୍ମିଷ୍ଠାଙ୍କ ପାଖରୁ 3ଟି ସନ୍ତାନ ଜନ୍ମ ହେଲେ। ଦ୍ରୁହୁ, ଅନୁ ଆଉ ପୁରୁ। 3ଟା ସନ୍ତାନ ଯେତେବେଳେ ଜନ୍ମ ହେଲେ, ଶର୍ମିଷ୍ଠାଙ୍କ ସହିତ ସମ୍ପର୍କ ଥିବା କଥା। ଦର୍ଶକ ବନ୍ଧୁ, ଗୋଟେ ସ୍ତ୍ରୀ ସବୁ ସହିପାରିବ। ସ୍ୱାମୀ ପାଖରେ ଖାଦ୍ୟ ନାହିଁ, ଦେଇପାରିନି, ଗୋଟେ ଦିନ ସହିଯିବ। ଭଲ ଦାମୀ ଦାମୀ ଶାଢ଼ୀ ଦେଇପାରୁନି, ସହିଯିବ। କୁଆଡ଼େ ବୁଲେଇ ନେଲାନି, ସହିପାରିବ। କିନ୍ତୁ ଆଜ୍ଞା ଆଉ ଗୋଟେ ସଉତୁଣୀ ଆଣି ରଖିଲେ ଏଇଟା କୌଣସି ନାରୀ ସହିପାରିବେ ନାହିଁ। ମୋ ସ୍ୱାମୀ ମୋ ପରିବର୍ତ୍ତେ ଆଉ କୌଣସି ପରକ୍ରିୟା ପ୍ରୀତିରେ ରୁହନ୍ତୁ, କୌଣସି ସ୍ତ୍ରୀ ସହିପାରନ୍ତି ନାହିଁ। ଯାହାଫଳରେ ଦେବଯାନୀଙ୍କ ପାଖରେ ମଧ୍ୟ ସେୟା ଘଟିଲା। ସିଧା ଯାଇ ପିତା ମହାରାଜଙ୍କୁ କହିଦେଲା, ଶୁକ୍ରାଚାର୍ଯ୍ୟଙ୍କୁ କହିଲା, ଏଇ ତୁମର ଜ୍ୱାଇଁ ମୋତେ କ'ଣ ଭଲ ପାଇବେ, ମୋଠାରୁ ଅଧିକ ଭଲ ପାଉଛନ୍ତି ସେଇ ଶର୍ମିଷ୍ଠା ଦାସୀକି। ରାଗି ଗଲେ ଶୁକ୍ରାଚାର୍ଯ୍ୟ। ଆଜ୍ଞା ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଇଦେଲେ, ଶୁଣ, ତୋ ରୂପ କୁରୂପ ହେଇଯାଉ, ତୁ ବୁଢ଼ା ହେଇଯା, ତୋ ଶରୀରରେ କାମ କରିବାର କାମ ବାସନାର ଶକ୍ତି ଲୋପ ପାଇଯାଉ, ନାରୀ ଅଙ୍ଗ ସଙ୍ଗ ତୁ କରି ନ ପାରେ, ତୁ ମୋ ସତ୍ୟ ରକ୍ଷା କରିପାରିଲୁ ନାହିଁ, ସେଥିପାଇଁ ମୁଁ ତତେ ଏ ଅବସ୍ଥାର ଅଭିଶାପ ଦଉଛି। ଯେତେବେଳେ ଅଭିଶାପ ପାଇଗଲେ ଯଜାତି, ସାଙ୍ଗେ ସାଙ୍ଗେ ଶରୀରରେ ଜରା ଆସିଗଲା। ଜରା ଅବସ୍ଥା ହେଇଗଲା। ମଣିଷ ଜାଣିପାରେ ନାହିଁ ଯୌବନ ଅବସ୍ଥାରେ କିଛି ବି କରିବ ସେ। ବାର୍ଦ୍ଧକ୍ୟ ଆସିଗଲା, ଆଉ ଶକ୍ତି ନାହିଁ, ଯେ କାମ ବାସନା ପ୍ରତି ଆଉ ଆସକ୍ତି ରହିଲାନି। କିନ୍ତୁ ତାଙ୍କର ତ ଆସକ୍ତି ଅଧିକ ଅଛି, କିନ୍ତୁ ସେ ଅଙ୍ଗ ସଙ୍ଗ କରିପାରିବେ ନାହିଁ, ଅଭିଶାପ ପାଇଲେ। ପଚାରିଲେ ଶୁକ୍ରାଚାର୍ଯ୍ୟ, କ'ଣ କଲେ? ମୋର ଆହୁରି ଏତେ ବରଷ ଅଛି, ମୋତେ ଏବେଠାରୁ ବୁଢ଼ା ହେବାର ଅଭିଶାପ ଦେଇଦେଲ। କ'ଣ କଲେ ମୁଁ ତା ଦେହରୁ ମୁକ୍ତି ପାଇବି କୁହ? ଆରେ ତମ ଝିଅ ମୋର ସ୍ତ୍ରୀ, ମୋର ତାଠାରୁ ମନ ବଳିନି। ଶୁକ୍ରାଚାର୍ଯ୍ୟ କହିଲେ, ଯଦି କୌଣସି ପୁଅ, 5 ପୁଅ ଭିତରୁ ତମ ପୁଅ ଯଦି ତା ଯୌବନ ଦେଇଦେବ, ତାହେଲେ ତୁମେ ପୁଣି ଯୌବନ ଫେରି ପାଇବ। ବଡ଼ ପୁଅ ଯଦୁକୁ ଆଗେ କହିଲେ, ଏ ବାପା ବୁଢ଼ା ହେଇଗଲା ରେ, ମୋତେ ଟିକେ ତୋ ଯୌବନ ଦିଏ। ପୁଅ କହିଲା, ଲଜ୍ଜା ନାହିଁ, ବୁଢ଼ା ବୟସରେ ପୁଣି ଟୋକା ହେବାକୁ ଇଚ୍ଛା। ଆଉ କିଏ ପୁଅ ଥିବ? ଗୋଟେ ଗୋଟେ କରି ସମସ୍ତେ ମନା କରିଦେଲେ। ସାନ ପୁଅ, ଶର୍ମିଷ୍ଠାର ପୁଅ ପୁରୁ, ତାକୁ ଟିକେ ପଚାରିଲେ, କହିଲେ, ବାପା ତୋ ଯୌବନ ଅବସ୍ଥାକୁ ଦେଇ ତୁମର ବାର୍ଦ୍ଧକ୍ୟ ଅବସ୍ଥାକୁ ନେଇପାରିବୁ କି? ଦର୍ଶକ ବନ୍ଧୁ, ଏଇଠି ଭାଗବତରେ ଲେଖା ହେଇଛି, ପିତାର ମନ ଜାଣି କରେ ଉତ୍ତମ ପୁତ୍ର ସେ ବ୍ୟବହାରେ। ଯେ ପୁତ୍ର ପିତାର ମନ କଥାକୁ ଜାଣିପାରେ। ଯେତେବେଳେ ପୁରୁ ଦେଖିଲେ ମୋ ବାପା କେତେ ବିକଳ ହେଉଛନ୍ତି, କାମ ବାସନା ଉପଭୋଗ କରିବା ପାଇଁ ମୋ ଯୌବନକୁ ମାଗି ମୋତେ ବୁଢ଼ାପା ଦେଉଛନ୍ତି, ପିତା ସ୍ୱର୍ଗ, ପିତା ତପ, ତେଣୁ ମୁଁ ସେଇ ପିତାଙ୍କୁ ମୋର ଶରୀରଟାକୁ ଦେଇଦେବି। କ'ଣ କହିଲେ? କହିଲେ, ପର ଉପକାରେ ଶରୀର ଯଦି ମୋର ଲାଗିବ,
ସନ୍ତୁଷ୍ଟ ଲଭିବେ ମୋ ପିତା ଏହା ସୌଭାଗ୍ୟ ହେବ। ଜୟ ଜୟ ଜଗନ୍ନାଥ ଜଗତର ନାଥ, ସଭିଏ କୁହନ୍ତି ତୁମକୁ ଅନାଥର ନାଥ। ଏ ପ୍ରଦାନ କରିଲା ପୁତ୍ର ତ ତାର ଅଙ୍ଗ ଯୌବନ, ଯୁବକ ହୋଇଲେ ଯଜାତି ସାପ ହେଲା ଖଣ୍ଡନ। ଜୟ ଜୟ ଜଗନ୍ନାଥ ଜଗତର ନାଥ, ସଭିଏ କୁହନ୍ତି ତୁମକୁ ଅନାଥର ନାଥ। ହେ ଅଗ୍ନିରେ ଘୃତତ୍ୱ ପଡ଼ିଲେ ତାର ବଢ଼ଇ ଶକ୍ତି, ଭୋଗୀ ପାଖେ ଭୋଗ ଲାଳସା ଭୋଗ ବଢ଼ାଏ ନୀତି। ଜୟ ଜୟ ଜଗନ୍ନାଥ ଜଗତର ନାଥ, ସଭିଏ କୁହନ୍ତି ତୁମକୁ ଅନାଥର ନାଥ। ଦର୍ଶକ ବନ୍ଧୁ, ପୁଅ ତ ଦେଇଦେଲା, ଏଇଠି କହୁଛନ୍ତି ଆମକୁ, କହିଲେ ଘୃତରେ ଅଗ୍ନି ପଡ଼ିଲେ ହୁତୁ ହୁତୁ ହେଇକି ଜଳିବ। ମାନେ ଯିବା ଅବସ୍ଥାରେ ଯୁବ ଅବସ୍ଥା ପ୍ରାପ୍ତ କରିଗଲେ, କିନ୍ତୁ ଯେତେ ଜଣ ସବୁଦିନ କାମବିଳାସୀ ନର ସେମାନଙ୍କର ଜୀବନ ହେଉଛି ଅତ୍ୟନ୍ତ ନର୍କର। ମାନେ କାମବିଳାସୀ ନର ଯେଉଁମାନେ ଚାହାନ୍ତି ତାଙ୍କ ଜୀବନରେ କେବେ ସୁଖ ଶାନ୍ତି ଆସେନି, ଏଇଟା ପ୍ରମାଣ କରୁଛନ୍ତି। ଆଜ୍ଞା ଏବେକା ଯୁଗ ତ ଅଧିକ ଅଛନ୍ତି। ସେଇଥିପାଇଁ ତ ଆଜି ଦୁନିଆଟା ଟିକେ ଅଲଗା ଅଲଗା। ଆଉ କୌଣସି ଜାଗାରେ ଆପଣ ନିଜକୁ ସେଠି କ'ଣ ପ୍ରତିପାଦନ କରିବେ? କାରଣ ମଣିଷର ଭାବନା ସିଆଡ଼କୁ ଆସିବ ବୋଲି ତ ତା ପୂର୍ବରୁ ପ୍ରଜ୍ଞା ପୁରାଣ ଲେଖା ହେଲା। କହିଲେ ଯଜାତିକି ଆଣିକିରି ଏଠି ଉଦାହରଣ ଦଉଛନ୍ତି, କହିଲେ ନିଆଁରେ ଘିଅ ପଡ଼ିଲେ ଯେମିତି ହୁତୁ ହୁତୁ ଜଳେ, ଗୋଟିଏ ବରଷ ପର୍ଯ୍ୟନ୍ତ କାମନା ବାସନାରେ ଦିନ ରାତି ଲିପ୍ତ ହେଲା ସେଇ ଯଜାତି ରାଜା। ଦିଟା ସ୍ତ୍ରୀ ଆହୁରି 1000 ବର୍ଷ ପର୍ଯ୍ୟନ୍ତ ଉପଭୋଗ କଲା, କିନ୍ତୁ କାମ ବାସନା କମିବ କ'ଣ, ଆହୁରି ବଢ଼ି ବଢ଼ି ଚାଲିଲା। ଦର୍ଶକ ବନ୍ଧୁ, ନିଆଁରେ ପାଣି ପକେଇଲେ ନିଆଁ ଲିଭିବ, ନିଆଁରେ ଘିଅ ଢାଳିଲେ ନିଆଁ ଜଳିବ। କାମ ବାସନାକୁ ତୃପ୍ତ କରିବା ପାଇଁ ହେଲେ ଆତ୍ମନିଗ୍ରହ ଦରକାର, ସଂଯମତା ଦରକାର, କିନ୍ତୁ ଆଉ ତାକୁ ବଢ଼ାବା ଦେଲେ ସେ ତ ଆହୁରି ବଢ଼ି ବଢ଼ି ଚାଲିବ। ଆମେ ଯେତେ ଆମ କାମ ବାସନାକୁ ଆମେ ଭିତରେ ବାହାରେ କହିପାରୁନାହାନ୍ତି, ଭିତରେ ଭିତରେ କୁହୁଳୁଛନ୍ତି ବୋଲି କହୁଛନ୍ତି ଖଣ୍ଡିଆ ଡ୍ରେସ୍ ନାରୀ ପିନ୍ଧୁ। କାରଣ ଆମେ କିଛି ନହେଲେ ଟିକେ ଦେଖିବୁ ତ, ନହେଲେ ଯଦି ଟିକେ ବି ଆମ ମନ ଭିତରେ ନାରୀ ପ୍ରତି ସମ୍ମାନ ଥାନ୍ତା, ଏଇ ନାରୀ ନାରାୟଣୀ, ଏଇ ନାରୀ ଲକ୍ଷ୍ମୀ, ଏଇ ଦୁର୍ଗା, ଏଇ ସରସ୍ୱତୀ ମା, ଏ ଭଳିଆ ଡ୍ରେସ୍ କାହିଁ ପିନ୍ଧିଛୁ? ଯେଉଁ ଅଙ୍ଗକୁ ଲଜ୍ଜାର ଅଙ୍ଗ ରଖିବା କଥା ସେ ଅଙ୍ଗ ବାହାରେ ପ୍ରଦର୍ଶନୀ କରୁଛୁ କାହିଁକି? ନା ମୁଁ ବି ସେଇ କାମୁକତା ପୁରୁଷ, ସେଇଥିପାଇଁ ନାରୀର ଅଙ୍ଗ ସଙ୍ଗ ଦରକାର। ଆଜିକାଲି ସେଇ ଜିନିଷ ଦେଖିବା ପଇସା ଖଟେଇକି ଯାଉଛନ୍ତି, ଆଉ ଖଟେଇକିରି ଖାଲି ଯାଉଛନ୍ତି। ଆରେ ସେଇ ଷ୍ଟେଜରେ ବେଶୀ ଭିଡ଼, ଆମ ଷ୍ଟେଜକୁ ଲୋକଙ୍କୁ ଡାକିଲେ କହିଲେ ଦେଖିବୁ କ'ଣ? ମୋ ବୋଉ କହେ ହରିନାମକୁ ଧକ୍କାଟିଏ, ଆମର ସେଇ କାମକୁ ଟଙ୍କାଟିଏ। ବାସ୍ ଦର୍ଶକ ବନ୍ଧୁ, ସତ ଆପଣ କ'ଣ ଭାବୁଛନ୍ତି? ଆଜ୍ଞା ଦୁନିଆ ଆଜି ସେଇ ରସା ତଳକୁ ଗଲାଣି। ଆଜି ଯଜାତି କ'ଣ କଲେ ବୁଝିପାରିଲେ, ନିଜ ଏ ଯେଉଁ କାମନା ବାସନା ତୃପ୍ତି ହେଇପାରୁନି, ଆହୁରି ଭୋଗ ଲାଳସା ବଢ଼ି ଚାଲିଛି। ଏବେ ତାଙ୍କର ସଦ୍ଜ୍ଞାନ ଆସିଲା, ନା 1000 ବର୍ଷ କ'ଣ କୋଟି କୋଟି ବର୍ଷ ସବୁ ପୁଅ ଯଦି ମୋତେ ଦେଇ ଦିଅନ୍ତି ଫିର ବି ମୋର କାମ ବାସନା ତୃପ୍ତି ହେବନି। କ'ଣ କହିଲେ ଲାଷ୍ଟରେ ପଦେ? କହିଲେ କାମୀ ପୁରୁଷଙ୍କର ମନ କେବେ ନୁହେଁ ସଂଯମନ, କେବେ ନୁହେଁ ସଂଯମନ, କେବେ ନୁହେଁ ସଂଯମନ। ନୀତିର ମଣି କାମ ଭୋଗେ ଅଗ୍ନି ଯେ ସନେ ଘୃତ ଯୋଗେ, ଅଗ୍ନି ଯେ ସନେ ଘୃତ ଯୋଗେ, ଅଗ୍ନି ଯେ ସନେ ଘୃତ ଯୋଗେ। କହିଲେ ନା 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 ନା, କାମ ବାସନା ନର କେବେ ବି ତାଙ୍କର ମନ ସଂଯମ ହୁଏନି, ଆହୁରି ହୁତୁ ହୁତୁ ହେଇ ବଢ଼ୁଛି। ମୁଁ ଏବେ ବୁଝିପାରିଲି, ମୋର ଯେଉଁ ପୁଣି ଯୁବା ଶରୀର ମୋ ପୁଅ ଦେଇଥିଲା ପୁରୁକୁ ଫେରେଇ ଦେଲେ, କିନ୍ତୁ ବଢ଼ିଆ ଗୋଟେ କଲେ। ଏଠି ଗୋଟେ କ'ଣ ଆସିଲା? ପୁଅ ଯେଉଁ ବାବା ପାଇଁ ତ୍ୟାଗ କରିଥିଲା, ଉପର ମହଲା ଅଛନ୍ତି, ତଳ ମହଲାକୁ ରାଜ୍ୟ ଗଲା। କହିଲେ ତୁ ମୋ ରାଜ୍ୟ ଭାର ନେବୁ। ପୁରୁର ଲାଭ କ'ଣ ହେଲା ନା ରାଜ୍ୟ ଭାର ପୁରୁ ଗ୍ରହଣ କଲେ, କିନ୍ତୁ ଇଏ କାମ ବାସନାକୁ ତ୍ୟାଗ କରି ତାଙ୍କର ଜରାଜୀର୍ଣ୍ଣ ଶରୀରକୁ ନେଇ ନିଜେ ଶେଷରେ କହିଲେ କାମନାର ବିଷ ଅତ୍ୟନ୍ତ ଭୟଙ୍କର, ଯିଏ ଏ ବିଷରେ ପଡ଼ିଛି ମୋ ଭଳିଆ ଛଟପଟ ହେଇଛି। ଏହାକୁ ଆମକୁ କହିକିରି କହିଲେ ଏ ମଣିଷ
काम वासना जेते लोक लिप्त हती आयु क्षीण हो जाए अधोगाती हो जाए तेणु आयुष जदि बढ़िया को चाहती संयम आचरण करतु दर्शक बंधु जजाति बुझीगले किंतु आमे केबे बुझीबा जो दिन आमे कहवा जदि आज हड़ताल कर दौरान आम दरमा बढ़ू जदि हड़ताल कर दौरान रास्ता हो जदि हड़ताल कर दौरान आमर टैक्स न कटू हड़ताल करंतु ना नारी खंडिया ड्रेस पिंधबनी करंतु गोटे हड़ताल आमे जीव ठिया हबो आपन संगे हवा कथा ना नहीं सेमिति किंतु होई परिबो नै हेई परिबो कारण समाजटा सेमितिया सैला आगो आ आमे कहले कौन हम दर्शक बंधु हड़ताल भी करंतु भाई आमे संयम हवा मो झील मो स्त्री मो भौणी बढ़िया ड्रेस पिंधतु जिते बड़े आम भितर ये विचार बड़े आस माँ मैंने कह आउ ना दुनिया जमीती बढ़िला जेतले मो झील मो माँ आसीबो भितरकू सेतले सजाग परिवर्तन हेबे आज्ञा हौ थांतु दर्शक बंधु कथाटा टिके काटिबो किंतु धियो को नेबेनी बदलिया पाई चेष्टा करंतु कारण आगु को 21 शताब्दी बहुत बड़ परिवर्तन ये परिवर्तन भितर आमे जेमिति जजाति भली छटपट न होबा आमे ही भल मनीष हवा भल अन्य को गढ़ी तोलिबा ये कामनार सहित आज कथा को ये रखुछु दर्शक बंधु विदाय नवा पूर्व आसतु दुईबार भगवान नाम संकीर्तन करवा प्रज्ञा नारायण 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 प्रज्ञा नारायण 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 प्रज्ञा नारायण 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 प्रज्ञा नारायण 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 प्रज्ञा नारायण भवतारायण प्रज्ञा नारायण भवतारायण श्रीमन्नारायण नारायण नारायण श्रीमन्नारायण नारायण नारायण श्रीमन्नारायण नारायण नारायण विदाय नवा पूर्व से अमूल्य कथाटी गर्भाधान संस्कार करिवा परे संतानर कामना करंतु काहेकि कहले जमीटी जदि बढ़िया उर्वर हो जदि भल जमी हो से भल मंजी पड़े सी बढ़िया गछ हम माँ जदि जमी हुए बाप हुए मंजी तेणु आज आमे गर्भाधान संस्कार ही करवा भूली जाइछन्ती सेइथिपाई आज्ञा कोठी ना कोठी टिके व्यतिक्रम पिला मानक भितर देखा दउछि आपण दुई जण जाक आगे संतानर कामना पूर्वरु आगे बढ़िया करी गर्भाधान संस्कार करंतु ये कामनार सहित आज कथा को ये रखुछु रहूछु नमस्कार श्रीमद् प्रज्ञा पुराणाय नमो नमः।